ପିଲାଏ ଗତ ଅଧ୍ୟାୟରେ ଆମେ ଆଲୋଚନା କରିଥିଲୁ କବିବର ରାଧାନାଥ ରାୟଙ୍କର ରଚିତ କାବ୍ୟ ଚିଲିକାରେ ସାୟନ୍ତନର ପ୍ରଥମ ଭାଗ। ଆଜି ଦ୍ୱିତୀୟ ଅଧ୍ୟାୟରେ ଆମେ ପଢ଼ିବା ଚିଲିକାର ସାୟନ୍ତନ କାବ୍ୟର ଦ୍ୱିତୀୟ ଭାଗ। ଚିଲିକାରେ ସାୟନ୍ତନ କବିବର ରାଧାନାଥ ରାୟଙ୍କର ଏକ ଅପୂର୍ବ ସୃଷ୍ଟି। ଏଥିରେ ସେ ଚିଲିକାର ରୂପ ସୌନ୍ଦର୍ଯ୍ୟ ବର୍ଣ୍ଣନା କରି ତାହାକୁ ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ତୁଳନା କରିଛନ୍ତି ଏବଂ ଅପ୍ରତିମ ସୌନ୍ଦର୍ଯ୍ୟରେ ଭରା ଚିଲିକାର ବିଭିନ୍ନ ରୂପ ଓ ଗୁଣ ସେ ବର୍ଣ୍ଣନା କରି ନିଜ କାବ୍ୟରେ ରୂପାନ୍ତରିତ କରିଛନ୍ତି। ଆଜି ଆମେ ପଢ଼ିବା ଚିଲିକାରେ ସାୟନ୍ତନ ଦ୍ୱିତୀୟ ଭାଗରେ ପ୍ରଥମ ଭାଗରୁ ଛାଡ଼ି ଯାଇଥିବା ପଦ୍ୟର ଅଂଶବିଶେଷ ଏବଂ ତାପରେ କ'ଣ। ପ୍ରଥମ ଭାଗରେ ସେ କହିଥିଲେ ଯେ ଚିଲିକାରେ ଯେତେବେଳେ ମତ୍ସ୍ୟଜୀବୀମାନେ ନିଜ ଘରକୁ ଫେରନ୍ତି ସେତେବେଳେ ସେମାନେ କବି ସୂର୍ଯ୍ୟ ବଳଦେବ ରଥଙ୍କର ଈଶ୍ୱର ଚନ୍ଦ୍ରାନନ୍ଦ ଚମ୍ପୁ ଗାଇ ଗାଇ ଘରକୁ ଫେରୁଥାନ୍ତି ଏବଂ ଅତ୍ୟନ୍ତ ସୁନ୍ଦର ପରିବେଶ ସୃଷ୍ଟି ହୋଇଥାଏ। ଏବଂ ସେହି ସମୟରେ ସେ କବି ସୂର୍ଯ୍ୟ ବଳଦେବ ରଥଙ୍କ ବିଷୟରେ ମଧ୍ୟ କିଛି କଥା ଚିନ୍ତା କରିଛନ୍ତି ଏବଂ ଗୀତର ଶକ୍ତି ବିଷୟରେ ସେ ମଧ୍ୟ କହିଛନ୍ତି ଯେ ଗୀତର ଆବେଶରେ ଯିଏ ଆସେ ସେ ବିଭିନ୍ନ ଅତୀନ୍ଦ୍ରିୟ ଦେଶରେ ବିଚରଣ କରେ। ଆଜି ଆମେ ପଢ଼ିବା ତା ପର ଅଧ୍ୟାୟ। ଧନ୍ୟ ସେହି ଯାର ଆଜ୍ଞା ଶିରେ ଧରି ଏ ଲୀଳା ରଚନ୍ତି ଦେବୀ ବାଗୀଶ୍ୱରୀ। ବାଗୀଶ୍ୱରୀ ମାନେ ଦେବୀ ସରସ୍ୱତୀ। ଧନ୍ୟ ସେହି ଯାର ଆଜ୍ଞା ଶିରେ ଧରି ଏ ଲୀଳା ରଚନ୍ତି ଦେବୀ ବାଗୀଶ୍ୱରୀ। ସେ କହିଛନ୍ତି ସରସ୍ୱତୀ ଏହି ଲୀଳା ରଚନ୍ତି। ଧନ୍ୟ ରଥେ ତୁମ୍ଭ ଜନ୍ମ ଶୁଭକ୍ଷଣେ ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳ ଭୁବନେ। ଧନ୍ୟ ରଥେ ମାନେ ସେଠାରେ କହିଛନ୍ତି କବି ସୂର୍ଯ୍ୟ ବଳଦେବ ରଥଙ୍କୁ ଧନ୍ୟ ରଥେ ତୁମ୍ଭ ଜନ୍ମ ଶୁଭକ୍ଷଣେ, ତୁମେ ଶୁଭକ୍ଷଣରେ ଜନ୍ମ ହେଲ। ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳ ଭୁବନେ, ମୃତ୍ୟୁଞ୍ଜୟକୁ ଜୟ କରିଛ ଏ ସାରା ଉତ୍କଳ ଭୁବନରେ, ସାରା ଓଡ଼ିଶାରେ ଉତ୍କଳରେ ତମେ ମୃତ୍ୟୁକୁ ଜୟ କରିଛ। ତୁମ୍ଭ ମାଟି ଦେହ ଗ୍ରାସିଛି ଶ୍ମଶାନ ମାତ୍ର ଯଶୋ ଦେହେ ତୁମ୍ଭେ ଆୟୁଷ୍ମାନ। ତୁମ୍ଭ ମାଟି ଦେହ ମାନେ ଏ ଶରୀର ମାଟିର ଶରୀର ସେ ତାକୁ କହିଛନ୍ତି କାରଣ ଶରୀର ମାଟିରୁ ଆସେ ଏବଂ ମାଟିରେ ମିଶିଯାଏ। ତେଣୁ ମାଟି ଦେହ ଗ୍ରାସିଛି ଶ୍ମଶାନ, ତୁମ ମାଟି ଦେହ ସିନା ଶ୍ମଶାନ ଗ୍ରାସି ହେଇଛି ମାନେ ତୁମେ ମୃତ୍ୟୁବରଣ କରିସାରିଲଣି, ତୁମର ମାଟି ଦେହ ଶ୍ମଶାନରେ ଜଳି ଯାଇଛି। ମାତ୍ର ଯଶୋ ଦେହେ ତୁମ୍ଭେ ଆୟୁଷ୍ମାନ, ଯଶୋ ଦେହ ହେ ମାନେ ଯଶସ୍ୱୀ ଶରୀରରେ, ତୁମ୍ଭେ ଆୟୁଷ୍ମାନ ମାନେ ଦୀର୍ଘଜୀବୀ, ତୁମେ ଆଜି ମଧ୍ୟ ଉତ୍କଳର ଭୁବନରେ ତୁମେ ଦୀର୍ଘଜୀବୀ। ମୀନ ଆକର୍ଷଣ ଆସେ ପୋତପାଳ ତରଣୀରେ ଜାଳି ଦେଲାଣି ମଶାଲ। ତେଣୁ ସେ ପୁନଶ୍ଚ ଯେଉଁ ଦୃଶ୍ୟକୁ ଦେଖୁଥିଲେ ସେ ଦୃଶ୍ୟକୁ ଫେରି ଯାଇଛନ୍ତି ଏବଂ କହୁଛନ୍ତି ଯେ ମୀନ ଆକର୍ଷଣ ଆସେ ପୋତପାଳ। ମୀନ ଆକର୍ଷଣ ମାନେ ମତ୍ସ୍ୟମାନଙ୍କ ଆକର୍ଷଣ, ଆସେ ମାନେ ଆଶା କରି, ମତ୍ସ୍ୟମାନଙ୍କୁ ଆକର୍ଷଣ କରିବାକୁ ଆଶା କରି ପୋତପାଳ ମାନେ ନୌକା ଚାଳକ ତରଣୀରେ ଜାଳି ଦେଲାଣି ମଶାଲ। ସାଧାରଣତଃ ଦେଖାଯାଇଥାଏ ଯେ ଡଙ୍ଗାରେ ଯେତେବେଳେ ଚିଲିକାରେ ଯେଉଁ ମତ୍ସ୍ୟଜୀବୀ ମାନେ ମାଛ ଧରନ୍ତି ସେମାନେ ଡଙ୍ଗାରେ ମଶାଲ ବା ନିଆଁ ହୁଳା ଲଗାଇ ସେମାନେ ମାଛ ଧରନ୍ତି। କାରଣ ରାତିରେ ଯେତେବେଳେ ଡଙ୍ଗାରେ ମଶାଲ ଜଳାଯାଏ ସେତେବେଳେ ମତ୍ସ୍ୟମାନେ ବା ମାଛମାନେ ନିଆଁକୁ ଦେଖି ଆକର୍ଷିତ ହୋଇକି ଡଙ୍ଗା ପାଖକୁ ଆସନ୍ତି ଏବଂ ଡଙ୍ଗା ପାଖକୁ ଆସିବା ଦ୍ୱାରା ସେମାନେ ଜାଲରେ ଧରାପଡ଼ନ୍ତି। ତେଣୁ ଏଠାରେ ସେ କହିଛନ୍ତି ଯେ ମୀନ ଆକର୍ଷଣ ଆସେ ପୋତପାଳ ବା ମାଛକୁ ଆକର୍ଷଣ କରିବା ପାଇଁ ନୌକା ଚାଳକ ତରଣୀରେ ଜାଳି ଦେଲାଣି ମଶାଲ, ସେ ଡଙ୍ଗାରେ ମଶାଲ ଜାଳି ଛାଡ଼ିଲାଣି। ଭବେ ପାପମୂର୍ତ୍ତି ପରି ଅଟଇ ସେ ସ୍ପର୍ଶେ ମାରାତ୍ମକ ରୂପେ ରମ୍ୟ ଦିଶେ। ଏଠାରେ ସେ ମଶାଲକୁ ତୁଳନା କରିଛନ୍ତି ଯେ ପାପମୂର୍ତ୍ତି ପରି ଅଟଇ ସେ, ମଶାଲ ଏକ ପାପମୂର୍ତ୍ତି ପରି ଅଟଇ ସ୍ପର୍ଶେ ମାରାତ୍ମକ, ମଶାଲ ଯେହେତୁ ନିଆଁ ହୁଳା ସ୍ପର୍ଶରେ ମାରାତ୍ମକ ପଡ଼ିଯିବ, ରୂପେ ରମ୍ୟ ଦିଶେ, ରୂପରେ ଅତ୍ୟନ୍ତ ସୁନ୍ଦର ଦିଶୁଛି କିନ୍ତୁ ସ୍ପର୍ଶରେ ମାରାତ୍ମକ ନିଆଁରେ ପଡ଼ିଯିବ। ପାପ ଗର୍ତ୍ତେ ଯେହ୍ନେ ପଡ଼ଇ ଅଜ୍ଞାନ ତରି ଗର୍ଭେ ମିନେ ଡେଇଁ ଦେବେ ପ୍ରାଣ। ପାପକ ଖାଲରେ, ପାପ ରୂପକ ଖାଲରେ ଯେପରି ଅଜ୍ଞାନ, ଯାହାର ଜ୍ଞାନ ନାହିଁ ସେ ଯେପରି ପାପ ରୂପକ ଖାଲରେ ଡେଇଁକି ପଡ଼େ, ସେହିପରି ମାଛମାନେ ନିଆଁକୁ ଦେଖି ଡେଇଁ ତରି ଗର୍ଭେ ମିନେ ଡେଇଁ ଦେବେ ପ୍ରାଣ। ତାମାନେ ତରି ଗର୍ଭେ ମାନେ ଡଙ୍ଗାର ଗର୍ଭକୁ ମାଛମାନେ ଡେଇଁ ପ୍ରାଣ ଦେବେ, କାରଣ ଡଙ୍ଗାକୁ ଚାଲି ଆସିଲେ ପାଣିରୁ ଛାଡ଼ି, ତେଣୁ ସେମାନଙ୍କ ଜୀବନ ଚାଲିଯିବ। ତରଙ୍ଗେ ଦୋହଲି ଦୋହଲି ବୋଇତ ଥରେ ଦିଶେ ଥରେ ହୁଏ ଅନ୍ତର୍ହିତ। ତରଙ୍ଗରେ, ଚିଲିକାର ତରଙ୍ଗରେ ଦୋହଲି ଦୋହଲି ବୋଇତ, ବୋଇତଟି ଦୋହଲି ଦୋହଲି ଯାଉଛି, ତେଣୁ ଥରେ ଦିଶେ, ଥରେ ଦିଶୁଛି, ଥରେ ଅନ୍ତର୍ହିତ ହୋଇଯାଉଛି, କାରଣ ଦିଶୁଛି ପୁଣି ଆଉ ଦିଶୁନାହିଁ। ଦୁଃଖୀ ମନେ ଆଶା ଉତ୍ଥାନ ପତନ ପ୍ରାୟ ଶିଖା ଉଠେ ପଡ଼େ ଘନ ଘନ। ଯେହିପରି ଦୁଃଖୀ ଲୋକର ମନରେ ଆଶାଟି ଉଠେ ଏବଂ ପଡ଼େ, ଆଶାଟି ଆସେ ଏବଂ ଆଶା ଚାଲିଯାଏ, ଆଶା ଉଜ୍ଜୀବିତ ହୁଏ ପୁଣି ଆଶା ମରିଯାଏ, ସେହିପରି
ମଶାଲର ଶିଖାଟି ଉଠେ ପଡ଼େ ଘନ ଘନ। ସେହିପରି ମଶାଲର ଶିଖାଟି ଘନ ଘନ ଉଠ ପଡ଼ ହେଉଛି ବା ମଶାଲର ଶିଖାଟି ଘନ ଘନ ପ୍ରଜ୍ୱଳିତ ହେଉଛି, ଯେପରି ଦୁଃଖୀ ମନରେ ଆଶା ଆସେ। ନିଶା ଗମେ କ୍ରମେ ଲୋକ କୋଳାହଳ, ନିବର୍ତ୍ତି ଅବନି ହେଉଛି ନିଶ୍ଚଳ। ନିଶା ଗମେ ମାନେ ରାତି ଆଗମନରେ, କ୍ରମେ ଲୋକ କୋଳାହଳ, ଲୋକମାନଙ୍କର କୋଳାହଳ ଯେପରି ରାତି ଆସୁଛି। ନିବର୍ତ୍ତି ଅବନି ହେଉଛି ନିଶ୍ଚଳ, ମାନେ ଲୋକମାନଙ୍କର କୋଳାହଳ ଆଉ ବଞ୍ଚି ପାରୁନି। ଅବନି ଧୀରେ ଧୀରେ ନିଶ୍ଚଳ ହୋଇଯାଉଛି, ଅବନି ଧୀରେ ଧୀରେ ଶିଥିଳ ହୋଇଯାଉଛି, ପୃଥିବୀ ଧୀରେ ଧୀରେ ଶାନ୍ତ ହୋଇଯାଉଛି। କାରଣ ଯେପରି ସନ୍ଧ୍ୟା ସମୟ ଆସେ, ସେ ସମୟରେ ଧୀରେ ଧୀରେ ସବୁ ଚାରିଆଡ଼େ ଶାନ୍ତ ପରିବେଶ ସୃଷ୍ଟି ହୋଇଯାଏ, ଶାନ୍ତ ପରିବେଶ ଆସିଯାଏ ଏବଂ ଲୋକମାନେ ଯେ ଯାହା ଘରେ ବିଶ୍ରାମ ନିଅନ୍ତି। ତେଣୁ ନିଶା ଗମେ କ୍ରମେ ଲୋକ କୋଳାହଳ, ନିବର୍ତ୍ତି ଅବନି ହେଉଛି ନିଶ୍ଚଳ। ତେଣୁ ଏହି ଅଧ୍ୟାୟରେ ଆମେ ପଢ଼ିଲୁ ଯେ କବିବର ରାଧାନାଥ ରାୟ ଏଠାରେ ବର୍ଣ୍ଣନା କରିଛନ୍ତି ଯେ କବି ସୂର୍ଯ୍ୟ ବଳଦେବ ରଥ ମୃତ୍ୟୁବରଣ କରିଥିଲେ ମଧ୍ୟ ସେ ଅମର ବା ମୃତ୍ୟୁଞ୍ଜୟ। ସେ ଉତ୍କଳ ଭୁବନରେ ଲୋକେ ସର୍ବଦା ତାଙ୍କୁ ମନେ ରଖିଛନ୍ତି। ତାଙ୍କର ଦେହ ଯଶୋଦେହ, ତାଙ୍କର ଯଶସ୍ୱୀ ଶରୀର ଦୀର୍ଘଜୀବୀ ହୋଇକି ରହିଛି। ଏବଂ ତା ସହିତ ସେ ତୁଳନା କରିଛନ୍ତି ଯେ ରାତିରେ ଯେତେବେଳେ ଚିଲିକାର ମତ୍ସ୍ୟଜୀବୀମାନେ ତରଣୀରେ ବା ଡଙ୍ଗାରେ ମଶାଲ ଜାଳି ମାଛ ଧରନ୍ତି, ସେ ସମୟରେ ମଶାଲକୁ ସେ ତୁଳନା କରିଛନ୍ତି ଯେପରି ଏକ ଦୁଃଖୀର ମନର ଆଶାର ଉତ୍ଥାନ ପତନ ପରି ମଶାଲ ଜଳୁଅଛି, ଉଠପଡ଼ ହୋଇ ତାର ଶିଖା ଜଳୁଛି ଏବଂ ପାପ ଗର୍ଭରେ ଯେପରି ଅଜ୍ଞାନ ପଡ଼େ, ସେହିପରି ମାଛମାନେ ଡେଇଁ ପଡ଼ି ଡଙ୍ଗାର ଗର୍ଭରେ ପଡ଼ି ପ୍ରାଣ ଦେଉଛନ୍ତି। ଏବଂ ଚାରିଆଡ଼େ ଯେହେତୁ ସନ୍ଧ୍ୟା ମାଡ଼ି ଆସୁଛି, ଚାରିଆଡ଼େ ଲୋକ କୋଳାହଳ କମିଯିବା ହେତୁ ଅବନି ବା ପୃଥିବୀ ଧୀରେ ଧୀରେ ନିଶ୍ଚଳ ହୋଇ ଚାଲିଛି। ପିଲାଏ, ଦ୍ୱିତୀୟ ଅଧ୍ୟାୟରେ ଆଜି ପାଇଁ ଏତିକି। ଆସନ୍ତା ଅଧ୍ୟାୟରେ ଆମେ ଚିଲିକାରେ ସାୟନ୍ତନୀର ତୃତୀୟ ଅଧ୍ୟାୟ ପଢ଼ିବା ଏବଂ ଏହା ସହିତ କବିଙ୍କର ଚିଲିକାରେ ସାୟନ୍ତନୀ କବିତା ଦ୍ୱାରା ବିଭିନ୍ନ ପ୍ରକାରର ବାର୍ତ୍ତା ଓ ସମାଜ ପ୍ରତି ଏବଂ ମନୁଷ୍ୟ ପ୍ରତି କ'ଣ ତାହା ଆମେ ଦେଖିବା। ଧନ୍ୟବାଦ।